ବାଇବଲ କହୁଛି ଈଶ୍ୱର ଗୋଟେ, କୋରାନ କହୁଛି ଈଶ୍ୱର ଗୋଟେ। ଇଂଲିଶ ଦେଶ ମାନେ ସେମାନେ କିଛି ଗୋଟେ ବିପଦ ପଡ଼ିଲା ସିଏ କହୁଛନ୍ତି ମାଇ ଗଡ଼, ସେମାନେ ବି କହୁଛନ୍ତି ଈଶ୍ୱର ଗୋଟେ। ଆମ ଓଡ଼ିଶା ମାନଙ୍କର ଶଳା 10ଟା ଈଶ୍ୱର। କାହିଁକି ନା ଗୀତାର ଲେଖା ହେଇଛି ଈଶ୍ୱର ଗୋଟେ ପାଳନ କରିବା ପାଇଁ। ଇଏମାନେ ଗୀତାକୁ ନାଲା କପଡ଼ା ଗୁଡ଼େଇକି କହୁଛନ୍ତି ଏଟା ଠାକୁର ଘର କହିକି ଶଳା ଧୂପ ଦେଉଛନ୍ତି। ଜ୍ଞାନ କ'ଣ ପୂଜା କନେ ଫଳିବ କି? ଗୋଟେ କଥାର ନାହିଁ, ପୁସ୍ତିୟତେ ବିଦ୍ୟା ନା ପରସ୍ତେ ଧନ। ପଢ଼ିଲେ ସିନା ଗୀତାରୁ ଜ୍ଞାନ ଅର୍ଜିବ, ଲୋକଙ୍କୁ ଆଲୋଚନା କରିବ, ଭାଇ ସଂସାର ଭିତରେ ଚାଲ, ହଁ ଏଇଟା କନେ ମୁକ୍ତ ପାଇବ, ଏଇଟା କନେ ଫଳ ମିଳିବ। ତୁମେ ତ ପାଇଛ ଗୋଟେ ପାଞ୍ଜି, 100ଟା 12 ତୀର୍ଥ, 12 ମାସର 100ଟା 12 ତୀର୍ଥ। ଆଉ ଗୀତାକୁ ସିନା ପଢ଼ିନେ ତୁମେ ଲୋକଙ୍କୁ ଗୀତା ଜ୍ଞାନ ଦେବ। ହଁ ଈଶ୍ୱର ଗୋଟେ, ପରମାତ୍ମା ଗୋଟେ, ଏଇଟା ଋଗ୍ବେଦ କହୁଛି। ଗୋଟେ ମୁସଲମାନ ଭିଡ଼ିଓ ଛାଡ଼ିଛି, ସିଏ ବି ତୁମକୁ ଶିଖାଉଛି। ଦେଖ ଋଗ୍ବେଦରେ କ'ଣ ଲେଖା ହେଇଛି? ଈଶ୍ୱର ଗୋଟେ। ହଁ ତୁମେ 100ଟା ନାମ ଦେଇକି ଡାକୁଛ। ଏଇଟା ଆଜି ଶିବରାତ୍ରି, କେଉଁ ଆଜି ଦୁର୍ଗା ପୂଜା, ମହାଳୟ। ଦୁର୍ଗା ବି ମନା କରୁଛି ପୂଜିବା କଥା ନୁହେଁ, ଶିବ ବି ମନା କରୁଛି ମୋତେ ପୂଜ ମାନେ ତା ମାନେ ପୂଜା କରନି। ସିଏ କହୁଛି ମୋତେ ଭକ୍ତିରେ ଡାକ। ସବୁ ଦେବାଦେବୀ କହୁଛନ୍ତି ଯାହାକୁ ତୁମେ ଈଶ୍ୱର ବୋଲି ମାନୁଛ, ଈଶ୍ୱର କହୁଛି ମୋତେ ଭକ୍ତିରେ ଡାକ, ଭକ୍ତିରେ ପ୍ରାର୍ଥନା କର, ହଁ ମନୋଭାବ ରଖ, ତାହେଲେ ତୁମକୁ ରୋଗ ବ୍ୟାଧି ସବୁକିଛି ପାର ପାଇବ। ହଁ ହିଂସା ମନରୁ ଦୂରେଇ ଦିଅ, କ୍ରୋଧ ଦୂରେଇ ଦିଅ। ହଁ ତୁମେ ଯେଉଁଟା ଠାକୁରନି ତାକୁ ପୂଜିବ, 100ଟା 12 ତୀର୍ଥ କନେ କେଉଁଠି ଈଶ୍ୱର ତୁମକୁ ମିଳିବେ? ସନ୍ତାସବାଦୀ ମହାରାଜ ସନ୍ଥ କ'ଣ କହୁଛି? ଜୟ ସନ୍ତାସବାଦୀ ମହାରାଜ କି, ଜୟ କବୀରଦାସ ଭଗବାନ କି, ଜୟ ପରମାତ୍ମା। ଈଶ୍ୱର ଗୋଟେ, ସବୁ ଦେଶ ଜାଣିଛନ୍ତି, କିନ୍ତୁ ଆମର 100ଟା ପର୍ବ।